ଏହି ତିନି ଜଣ ମିଶିକି ଏକ୍ଜାମ ଦେଇଥିଲେ। ତାର ଠିକ୍ 2 ମାସ ପରେ ନେ ଯୁଗୁ ମୁଠା ଖା। ଆଜିକାଲି ସବୁଆଡେ ମୋରି ଚର୍ଚ୍ଚା। ମୁଁ ପାସ୍ ହେଇଛି କିନ୍ତୁ କଣ ତପନ ଖୁସି ନାଇଁ କହ। ମୁଁ ଖୁସି ହେଲେ ମତେ ରାଜେନ୍ଦ୍ର ଭାଇ ବହୁତ ଖରାପ ଲାଗୁଛି। ସେ ଫେଲ୍ ହେବା ପରଠାରୁ ତାକୁ ଲୋକମାନେ ବହୁତ କଥା କହୁଛନ୍ତି। ବାପା ମା ବି କହୁଛନ୍ତି ତମ ପୁଅ ଜୀବନରେ କୌଣସି ଭଲ କାମ କରିପାରିବ ନାହିଁ। এই দুনিয়াটা ବହୁତ ନିଷ୍ଠୁର ତଫାନ। ଏଠି ଲୋକମାନେ ପରିସ୍ଥିତି ପରିଶ୍ରମ ଦେଖନ୍ତି ନାହିଁ। ମତେ କଣ ଠିକ ଲାଗୁନି। ରାଜଭଙ୍ଗ କରିଦବ କି? ତୋ ଜୀବନରେ ତୁ କିଛି କରିପାରିବୁନୁ କି ତୋ ଜୀବନରେ ତୁ କେବେ ଆଗକୁ ବି ବଢ଼ିପାରିବୁନୁ। ଛି ଶେଷରେ ପରୀକ୍ଷାରେ ବି ଫେଲ୍ ହେଇଗଲୁ। ତୋ ଜୀବନରେ ତୁ କିଛି କରିପାରିବୁନୁ। ଛି କେବେ ଆଗକୁ ବି ବଢ଼ିପାରିବୁନୁ। ରାଜୁ ତୁ କଣ ବାୟା ଖାଇଲୁ ନା କଣ? ଏଇଟା କଣ କରୁଛୁ? ଛାଡ଼ିଦେ ମତେ, ମୁଁ ମରିବାକୁ ଚାହୁଁଛି। ମରିବାକୁ ଦେ, ଜୀବନ ରଖି ମୁଁ କଣ କରିବି? ସମସ୍ତେ ମତେ ଖରାପ କହୁଛନ୍ତି। ନା ମୁଁ ଚୋରି କରିଛି, ନା ମୁଁ କାହାର ଅନିଷ୍ଟ ଚାହିଁଛି, ନା ମୁଁ ମଣିଷ ମାରିଛି। ଦିନ ରାତି ପଢୁଥିଲି, ଖାଲି ପରୀକ୍ଷା ଦିନ ମୋ ଦେହ ଖରାପ ଥିଲା ବୋଲି ମୁଁ ଫେଲ୍ ହେଇଗଲି। ତୁ ତ କୌଣସି ଭୁଲ କରିନୁ ରାଜୁ। ଯିଏ ନିର୍ଦ୍ଦୋଷ କେବେ ହାର ମାନେ ନା। ଗୋଟେ କାଗଜ ଖଣ୍ଡ ତ ଭବିଷ୍ୟତ କେବେ କରିପାରିବ ନାହିଁ। କିନ୍ତୁ ମୁଁ ନିନ୍ଦା ପଦାକୁ ସହିପାରୁନି ସାଙ୍ଗ। କିନ୍ତୁ ମୋର ସବୁ ରାସ୍ତା ବନ୍ଦ ହେଇଯାଇଛି ସାଙ୍ଗ। କୌଣସି ରାସ୍ତା ବନ୍ଦ ହେଇନି ସାଙ୍ଗ। ଏଇ ତ ଶେଷ ଜୀବନ ନୁହଁ, ଏଇ ଏକ ନୂଆ ଶୁଭ ଆରମ୍ଭ। ଲୋକମାନଙ୍କୁ ଦେଖାଇ ତୁ କଣ ଲୋକମାନଙ୍କୁ ଭୁଲ ପ୍ରମାଣିତ କରେ। ମତେ କ୍ଷମା କରିଦେ ସାଙ୍ଗ, ମୁଁ ବହୁତ ବଡ ଭୁଲ କରିବାକୁ ଯାଉଥିଲି। ଏ ଲୋକମାନଙ୍କ କଥା ଶୁଣି ମୋ ଜୀବନ ହରାଇବାକୁ ଯାଉଥିଲି। ମୁଁ ତତେ କଥା ଦଉଛି, ମୁଁ ହାର ମାନିବିନି, ପୁଣି ଥରେ ଚେଷ୍ଟା କରିବି। ମୁଁ ନିଜକୁ ପ୍ରମାଣିତ କରି ଲୋକମାନଙ୍କୁ ଦେଖାଇଦେବି ମୁଁ କଣ। ଏହା ହଉଛି ଅସଲ ପରିଚୟ। ଆଜିଠାରୁ ନୂଆ ଲଢେଇ ଆରମ୍ଭ କରିବା। ଜୀବନର ସଫଳତା ଓ ବିଫଳତା ଆସିଥାଏ। ଗୋଟିଏ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ଜୀବନର ଶେଷ ନୁହେଁ। କଠିନ ସମୟରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଉଚିତ। ଏକ ପ୍ରକୃତ ବନ୍ଧୁ ସେହି ସମୟରେ ଆଲୋକର କିରଣ ସଦୃଶ ହୋଇଥାଏ।